ମୁଁ ଭୁବନେଶ୍ୱର ଏବଂ ଏ ପଞ୍ଚାୟତ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀଟି ଭୁବନେଶ୍ୱର ଜିଲ୍ଲାରେ ଅନ୍ତର୍ଭୁକ୍ତ। ଏଥିରେ 3ଟି ନିର୍ବାଚନ ମଣ୍ଡଳୀ ରହିଛି ଭୁବନେଶ୍ୱର ଜିଲ୍ଲାରେ ଏବଂ କିଛି ପଞ୍ଚାୟତ ରହିଛି। 66ଟି ୱାର୍ଡ଼ ରହିଛି, ପଞ୍ଚାୟତ ଏରିଆ ରହିଛି। ବର୍ତ୍ତମାନ ଆମକୁ ସଂଗ୍ରାମ କରିବାକୁ ପଡ଼ିବ, ବସିଲେ ହେବ ନାହିଁ। ଆଗରୁ ବି ସଂଗ୍ରାମ କରୁଥିଲେ ଆମର ଯିଏ ପୂର୍ବତନ ଜିଲ୍ଲା ସଭାପତି, କିନ୍ତୁ ଆମକୁ ବର୍ତ୍ତମାନ ଲୋକଙ୍କ ସହିତ ଯୋଡ଼ିବାକୁ ପଡ଼ିବ। ଲୋକଙ୍କର ଯେଉଁ ମୌଳିକ ଅସୁବିଧା ରହିଛି, ପ୍ରୋବ୍ଲେମ୍ ରହିଛି, ତା ସହିତ ଆମକୁ ସାମିଲ ହେବାକୁ ପଡ଼ିବ। ପ୍ରତ୍ୟେକ ଅଞ୍ଚଳକୁ ଯିବୁ, ବୁଥକୁ ଯିବୁ, ବୁଥ ସ୍ତରରୁ କମିଟି, ୱାର୍ଡ଼ କମିଟି, ବ୍ଲକ କମିଟି ଗଠନ କରାଯିବ। ସେଇଠୁ ୱାର୍ଡ଼ କମିଟିର ସଭାପତି ସେଇ ୱାର୍ଡ଼ରୁ ବସିକି ନିଷ୍ପତ୍ତି ନିଆଯିବ। ସେଇ ବ୍ଲକରୁ ବସିକି ବ୍ଲକ ସଭାପତିମାନଙ୍କୁ ବ୍ଲକ ସଭାପତି ନିଷ୍ପତ୍ତି ନିଆଯିବ। ଏବଂ ଆଗାମୀ ଦିନରେ ଆମେ ଏଭଳି କର୍ପୋରେଟର କ୍ୟାଣ୍ଡିଡେଟ୍ ଦେବୁ ମ୍ୟୁନିସିପାଲିଟି ମହାନଗର ନିଗମରେ, ନିଶ୍ଚିତ ଭାବରେ କର୍ପୋରେଟରମାନେ ବିଜୟୀ ହେବେ ଏବଂ ମେୟର ନିଶ୍ଚିତ ଭାବରେ କଂଗ୍ରେସ ଦଖଲ କରିବ। କାହିଁକି କରିବ? ଦେଖନ୍ତୁ, ବିଜେଡ଼ି 25 ବର୍ଷ ପରେ ଭୁଷୁଡ଼ି ପଡ଼ିଲା, ଆହୁରି ଭୁଷୁଡ଼ି ପଡ଼ିବ। ବିଜେପି 16 ମାସ ଭିତରେ ଯେଉଁ ପ୍ରକାର ବଦନାମ ହେଲାଣି, ଦିନ ଦ୍ୱିପହରେ ଜନତା ସୁରକ୍ଷା ମନୁନାହାନ୍ତି ଏବଂ ପ୍ରତିଦିନ ରେପ୍ ଚାଲିଛି, ମର୍ଡର ଚାଲିଛି, ରାଜଧାନୀ ଚାଲିଛି। ଲୋକ ଅତିଶୟ ହୋଇଗଲେଣି, ଲୋକ ତ୍ରାହି ତ୍ରାହି ଡାକିଲେଣି। ବର୍ତ୍ତମାନ ବିଜେପି ସରକାର କେବଳ ରଙ୍ଗମରା ସରକାର ଚାଲିଛି, କୌଣସି ଲୋକଙ୍କର ମୌଳିକ ସୁବିଧା ଯୋଗାଇ ଦେଉନାହିଁ କି ବେକାରୀ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଲୋକମାନେ ପ୍ରବଳ ମାତ୍ରାରେ କଂଗ୍ରେସ ଆଡ଼େ ମୋହିଲେଣି। ଆଗାମୀ ଦିନରେ ନିଶ୍ଚିତ କଂଗ୍ରେସ ସରକାର କରିବ। ଏଠି ଭୁବନେଶ୍ୱର ମ୍ୟୁନିସିପାଲିଟିରେ ମେୟର ଦଖଲ କରିବ କଂଗ୍ରେସ। ଆଗକୁ ପଞ୍ଚାୟତ ଇଲେକ୍ସନ ଅଛି, ଆପଣଙ୍କୁ ଆଜି ଗୁରୁ ଦାୟିତ୍ୱରେ ବସାଯାଇଛି। ଆପଣଙ୍କ ନଜରରେ ପ୍ରଥମେ କେଉଁ ସମସ୍ୟାର ସମାଧାନ ଆପଣ କରିବେ? ମୌଳିକ ସମସ୍ୟା ପରା, ଏ ରାଜ୍ୟର ଲୋକ ବା ଏ ଅଞ୍ଚଳର ଲୋକ ପ୍ରତିଦିନ ହଜାର ହଜାର ସଂଖ୍ୟାର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏ ରାଜ୍ୟରେ ଦୀର୍ଘ 25 ବର୍ଷ ବିଜେପି ସରକାର କଲା ଏବଂ 14-16 ମାସର ସରକାର କୌଣସି ଗୋଟିଏ ଇଣ୍ଡଷ୍ଟ୍ରି କରିନାହାନ୍ତି, କୌଣସି ଲୋକାଭିମୁଖୀ କାମ କରିନାହାନ୍ତି। ଲୋକ ନିଯୁକ୍ତି ଏଠି ପାଉନାହାନ୍ତି, ଲୋକ ବାହାର ରାଜ୍ୟକୁ ଯାଉଛନ୍ତି। ଆଜି ଦେଖନ୍ତୁ, ଆସେମ୍ବଲି ଆଗରେ ଲକ୍ଷ ଲକ୍ଷ ଶିକ୍ଷକ ଏଠି ଧାରଣାରେ ବସିଛନ୍ତି। କାହିଁକି ବସିଛନ୍ତି? ସେମାନଙ୍କର ଯେଉଁ ଅସୁବିଧା ଗୁଡ଼ିକ ରହିଛି ତାହା ସରକାର ପୂରଣ କରୁନାହିଁ। ଯାହା କରିଛି, ମୁଁ କହିଲି ଅତୀତ ରାଜ୍ୟରେ ରାଜଧାନୀ ପ୍ରତିଷ୍ଠା ହୋଇଥାଏ ବା ଆମର ଏମ୍ସ ହୋଇଥାଏ, ଅନ୍ୟାନ୍ୟ ଯାହା ବଡ଼ କାର୍ଯ୍ୟ ହେଇଛି କେବଳ ହିଁ କଂଗ୍ରେସ କରିଛି। ଆଗାମୀ ଦିନରେ କଂଗ୍ରେସ ଆସିବ, କଂଗ୍ରେସ ହିଁ ଲୋକମାନଙ୍କୁ ୱାର୍ଡ ବୁଲିବେ ଏବଂ ଗଳିକନ୍ଦି ସମସ୍ତଙ୍କୁ ମାନେ ଗୋଟେ ବାର୍ତ୍ତା ଦେବେ। ଯେଉଁ କ୍ୟାଣ୍ଡିଡେଟ୍ ବାଛିବେ ଠିଆ ହେବା ପାଇଁ, ଆମର ଯେଉଁ ରହିଲା ୱାର୍ଡରେ ଯେଉଁ ଠିଆ ହେବା ପାଇଁ ଯେଉଁ କ୍ୟାଣ୍ଡିଡେଟ୍ ବାଛିବେ, ସେ ପୁରା ସମ୍ପୂର୍ଣ୍ଣ ଭାବରେ ନିଖୁଣ ରହିବେ ନା କିଛି ଇଏ ରହିବ? ନାଇଁ ନାଇଁ, ଆମେ ସମସ୍ୟାରେ ଜଡ଼ିତ ହେବେ ସେମାନେ। ଆମେ ପ୍ରତ୍ୟେକ ଗାଁକୁ ଯିବୁ, ପ୍ରତ୍ୟେକ ସହରକୁ ଯିବୁ, ୱାର୍ଡ଼ରୁ ସେଇଠୁ କ୍ୟାଣ୍ଡିଡେଟ୍ ସିଲେକ୍ସନ୍ କରିବୁ। ସେଇ ଲୋକମାନେ ଯାହାକୁ ନିଷ୍ପତ୍ତି ଦେବେ ତାକୁ ନେଇ କାର୍ଯ୍ୟକ୍ରମ ହେବ। ଆଗାମୀ ଦିନରେ ସେଇ କର୍ପୋରେସନ୍ ଇଲେକ୍ସନରେ ଲଢ଼ିବ।